କଣାସରେ ପୁଣି ଝାଡ଼ାବାନ୍ତି ଆତଙ୍କ। ପୁଣି କଣାସକୁ ଫେରିଛି ଝାଡ଼ାବାନ୍ତି ଆତଙ୍କ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଛି ସଚେତନତା। ଏଯାଏ 20ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କଣାସ, ସାହସପୁର, ଦୁପୁର, ବିଜିପୁର, ନଦୀଗୋଦା, କଟକଣା ଆଦି ଏକାଧିକ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି। ଆଶାକର୍ମୀ, ଅଙ୍ଗନବାଡ଼ି ଦିଦି ଓ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ଘରକୁ ଘର ଯାଇ ଡାଇରିଆ, ତରଳ ଝାଡ଼ା ପ୍ରତି ସଚେତନତା କରାଉଛନ୍ତି। କିଛି ମାସ ତଳେ କଣାସରେ ଡାଇରିଆ ବ୍ୟାପି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ପ୍ରଶାସନର ନିଦ ହଜିଥିଲା। ମୁଖ୍ୟତଃ ଦୂଷିତ ନଦୀ ଜଳ ବ୍ୟବହାର ଏଥିପାଇଁ ଦାୟୀ କୁହାଯାଉଥିବା ବେଳେ ପ୍ରଦୂଷିତ ଅଞ୍ଚଳକୁ ପୁରୀ ଜିଲ୍ଲାପାଳଙ୍କ ଗସ୍ତ ସୂଚନା ରହିଛି। ସେପଟେ ସାଧାରଣ ଜନତା ମଧ୍ୟ ଭୟଭୀତ ଅଛନ୍ତି। ମୋ ନାଁ ହେଉଛି ଶ୍ରୀମତୀ ବାହୁବଳେନ୍ଦ୍ର। 1500 ପପୁଲେସନରେ ଚୁପୁରିଙ୍ଗି ଗାଁରେ କାମ କରୁଛି। ତାପରେ ଏ ସିଜିନ ଯେଉଁ ହେଇଛି ଡାଇରିଆ ମାନେ ଘର ପାଣି ଅପରିଷ୍କାର ଲାଗି ଘରେ ଘରେ ସବୁ ଡାଇରିଆରେ ପଡ଼ିଛନ୍ତି ବୋଲି ପେପର ଆଉଟ୍ ହେଲା, ସବୁ ହେଲା। ମୁଁ ଘରେ ଘରେ ଆଲାଜିନ୍ ଟାବଲେଟ୍ ଦେଲି, ORS ଘରେ ଘରେ ବାଣ୍ଟିଲି। ତାପରେ କହିଲି 20 ମିନିଟ୍ ଲେଖା ପାଣି ଫୁଟେଇବ, ତାକୁ ଗୋଟେ ପାକଟି ପକେଇକି ପାଣିରେ ପିଇ। ଘର ଘରେ ଡୋର ବାଇ ଡୋର ବୁଲିଲି। 4 ଜଣ ସେ ଯୋଉ କଣାସ ମେଡିକାଲ ଯାଇଥିଲେ, ଆମେ ତାଙ୍କ ଘରକୁ ଯାଇକି ବୁଝାବୁଝି କଲୁ। ସେ ଗୋଟେ ଝାଡ଼ା ଆମକୁ ନ କହିକି ଆମେ ସେ ମନକୁ ମନ ଇଚ୍ଛା ପଳେଇ ଯାଆନ୍ତି। ସେ ମାନେ ଖାଦ୍ୟ ପଚା ବାସି ଖାଦ୍ୟ ଖାଇଲେ, ପାଣି ମେନ୍ ତ ପାଣି ସମସ୍ୟା। ଆଉ ପାଣି ସମସ୍ୟା ଲାଗି ଆଜ୍ଞା ନଦୀ ପାଣି ସକାଶୁ ଏତେ ଲାଗି ଦିଆହଉଛି। ହଁ ପାଣି ଏବେ ଘର ଘରେ କି ପାଣି ଦିଆ ଚାଲିଛି। ଆଜ୍ଞା ଆଜ୍ଞା ରୋଷେଇ ପାଇଁ ଦବା କଲେ ସେ ଥିଲେ ନଈ ପାଣିରେ ଗାଧେଇଲେ କୁଣ୍ଡିଆଣି ଭଳିଆ ମାନେ ଦିହ ମୁଣ୍ଡ କୁଣ୍ଡେଇ ଫୁଣ୍ଡେଇ ହେଇକି ଇନଫେକ୍ସନ ହେଇଯାଉଛି। ସେ ଆସିକି କହୁଛନ୍ତି ଆଶା ଦିଦି ମେଡିସିନ ଦିଅ। ଆମେ କହିଲି ପାଇଲୁଣ୍ଡି ମେଡିକାଲ ଠି CH ଖୋଲା ହେଇଛି, ତମେ ସେଠେଇକି ଯା ମେଡିସିନ ଆଣିବ। ବ୍ଲିଚିଂ ଆମର ତ ଯେତିକି ମାନେ ଆମେ ଯୋଉ ମିଟିଂ ଯାଉଛୁ, ସେ ଆମକୁ କୁହ ଯେତିକିଟା କୁହ ସେତିକିଟା କୁହରେ ଆମେ ପକେଇବାକୁ ଆମକୁ ଦଉଛନ୍ତି। ଆଉ ଘରେ ଘରେ ଦବାକୁ ସେଇଟା ଦଉନାହାନ୍ତି। ଗଲା 10-12 ଦିନ ହେଲା ସିଚୁଏସନ ଅଛି। ହସ୍ପିଟାଲ କୁ ଆସୁଛନ୍ତି ପ୍ରତିଦିନ 6ରୁ 10, 12 ଏମିତି କେସ୍ ଆସୁଛନ୍ତି, ଯୋଉମାନେ ଭଲ ହେଇକି ଯାଉଛନ୍ତି। ଆମର 3ଟା କେସ୍ ରେଫର ହେଇଥିଲେ, 2ଟା କେସ୍ IDH ପୁରୀ କୁ ଯାଇଥିଲେ, ଆଉ ଗୋଟିଏ କେସ୍ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେ କେସ୍ ଗୁଡ଼ାକୁ ଆମେ ଜଷ୍ଟ ଆଜି ବି ଫଲୋ ଅପ୍ କରିଲୁ। ସେମାନେ ଏବେ ଭଲ ହେଇକି ଘରକୁ ଫେରି ଯାଇଛନ୍ତି। ଆଉ ବର୍ତ୍ତମାନ ହରସପଡ଼ା, ଜଗନ୍ନାଥପୁରରେ ଯେଉଁ କେସ୍ ଥିଲା ବିଗତ 3 ଦିନ ଧରି, ଆଜି ସେ ଗାଁରେ କୌଣସି କେସ୍ ନାହାନ୍ତି। ଆଜି ସକାଳ ସୁଦ୍ଧା 10ଟା ସୁଦ୍ଧା 4 ଜଣ ଦୁପୁରୁ ଆସିକି ଆଡମିସନ ହେଇଛନ୍ତି, ଯେଉଁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବି ଭଲ ଅଛି। ଆଉ ଗାଁରେ ଆମେ ଦୁପୁରେ ବୁଲିକି ଦେଖିଲୁ, ଗାଁରେ କୌଣସି କେସ୍ ନାହାନ୍ତି। ପ୍ରାଥମିକ ପର୍ଯ୍ୟାୟ ସଂଖ୍ୟା ବୃଦ୍ଧି ଇମ୍ପୋର୍ଟାଣ୍ଟ କଥା ହେଉଛି ଆମର ପିଇବା ପାଣି। ପିଇବା ପାଣି ଆମେ ବିଡିଓଙ୍କ ସହିତ ବି ଡିସ୍କସନ୍ କରିଛୁ। RWSର ସୁପର ଇଞ୍ଜିନିୟର ବି କାଲି ଆସିଥିଲେ। ତେଣୁ ଟ୍ୟାଙ୍କର ସପ୍ଲାଏ, ୱାଟର ସପ୍ଲାଏ ତାଙ୍କୁ କରାହେଉଛି ଟ୍ୟାଙ୍କରରେ। ଆଉ ଯାହାର ପର୍ସନାଲ କୂଅ ସବୁ ଅଛି, ସେଥିରେ କ୍ଲୋରିନେସନ ପ୍ରତି 7 ଦିନରେ ଥରେ କରାହେଉଛି। ହାଲୋଜେନ୍ ଟାବଲେଟ୍ ଆଶାମାନଙ୍କୁ ଦିଆହେଇଛି, ସେମାନେ ଘର ଘର ବୁଲି ବାଣ୍ଟୁଛନ୍ତି। ବାସ୍ତବରେ ସାର୍ କୁହାଯାଉଛି ଭୋଜି ଭାତ ନା, ଭୋଜି ଭାତର ହିଷ୍ଟ୍ରିଟା ଆମେ ଏବେ ଦୁପୁର ଯାଇକି ଦେଖିକି ଆସିଲୁ। ଏବେ ବି ତାଙ୍କର ଭୋଜି ଚାଲିଛି, ରୋଷେଇ ଚାଲିଥିଲା। 200-250 ଲୋକଙ୍କ ପାଇଁ ସେମାନେ ରୋଷେଇ କରୁଛନ୍ତି। ତେଣୁ ଏବେ ଯେତିକି କେସ୍ ବାହାରିଛି, ତାର କାରଣ ଆମେ ଭୋଜି ଭାତକୁ ଏବେ କହିପାରିବା ନାହିଁ। ସ୍ୱାସ୍ଥ୍ୟ ପ୍ରକାରରୁ ଆମର ପ୍ରତ୍ୟେକ ଗାଁରେ ଆଶାମାନେ ଅଛନ୍ତି, ଘର ଘର ବୁଲି ସେମାନେ ହାଲୋଜେନ୍ ଟାବଲେଟ୍ ଆଉ ବାଣ୍ଟୁଛନ୍ତି। ଔଷଧ ବି ଆମର ଦିଦିମାନଙ୍କ ପାଖରେ, CHO ମାନଙ୍କ ପାଖରେ ମହଜୁଦ ଅଛି। ସେମାନଙ୍କର ଲିଫଲେଟ୍ ବି ବଣ୍ଟା ହେଉଛି। ଲୋକଙ୍କୁ ଗ୍ରୁପ ମିଟିଂ କରିକି ସେମାନେ ସଚେତନ ବି କରୁଛନ୍ତି। ତେଣୁ IC ଆକ୍ଟିଭିଟିଜ୍ ଆମର ଜୋର ଭାବରେ ଚାଲିଛି। ମୁଁ ଆସିବା ପୂର୍ବରୁ ଯାହା ମୁଁ ଶୁଣିଥିଲି ବି ଗଲା ବର୍ଷର କଥା, ଖବର ବି ସମସ୍ତେ ଜାଣିଛନ୍ତି। ଏ ଝାଡ଼ାବାନ୍ତି ପରିସ୍ଥିତି ଯାହା ହେଇଥିଲା ଆମର, ତେଣୁ ବର୍ତ୍ତମାନ ସେଭଳି କୌଣସି ପରିସ୍ଥିତି ନାହିଁ। ପଞ୍ଚାୟତରାଜ ବିଭାଗ ତରଫରୁ ଆମେ ବିଡିଓଙ୍କ ସହିତ ବି ଡିସ୍କସନ୍ କରାହେଇଛି ଏ ବାବଦରେ। ଆମେ ପ୍ରତ୍ୟେକ ଦିନ ତାଙ୍କୁ ଆମ ରିପୋର୍ଟ ବିଷୟରେ ଅପଡେଟ୍ କରୁଛୁ, କେଉଁ ଗାଁରେ କ'ଣ ପରିସ୍ଥିତି ହେଇଛି। ଆଉ RWSS କୁ ଟ୍ୟାଙ୍କରେ ପାଣି ସପ୍ଲାଏ କରୁଛନ୍ତି। ଆଉ ୱାଟର ଟେଷ୍ଟିଂ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଆମ ଦିଦିମାନଙ୍କୁ ଦିଆଯାଇଛି। ପ୍ରତି ଗାଁରେ ଯୋଉଠୁ ସେମାନେ ପାଣି ପିଉଛନ୍ତି,
आमर ओटी आउ S2S किट दिखाई से परीक्षा टेस्ट प्रक्रिया आरंभ होला ना आरंभ हो गला आरंभ पॉजिटिव आसुची नहीं किसी पॉजिटिव आसीनी जो आम क्लोरीन आम क्लोरीनेशन करुचु से पानी टाको व्यवहार करिया योग्य कि नहीं क्लोरीन मात्रा केते अछि ताकू भी परीक्षा करूछंती किछिटा नदी पानी जोटा व्यवहार करथिले से मानको तरफ भी हम पंचायत राज विभाग रु आम तांको भी निर्देश दिया आइछि जे से मानको आईसी एक्टिविटीज द्वारा लोक बुझेबे स्टाफ भी कहिके बुझेबे जल्दी से पानी से व्यवहार करेंगे स्थिति पूरा नियंत्रण रे अच्छी वर्तमान पर्यंत सेमिति हमर स्थिति आउट ऑफ कंट्रोल हेनी स्वतंत्र व्यवस्था कोन मेडिकल किछ कराई छै यदि हमर पूरा डायरिया वार्ड पई हमर बेड संख्या भी वृद्धि कराई छै जोटा 14टा बेड थिले हमर डिलीवरी पेशेंट रो बेड संख्या किछि कम करिकि जेतु पेशेंट संख्या बढ़ुचंदी तेणु आम से पेशेंट रखा व्यवस्था कर जिला स्तर की उच्च स्तर की अधिकारी आसबार आम तो गतकाली भी आसीथिले हमर एडीपीएचओ मैडम आसीथिले काली एपिडेमोलॉजिस्ट मैडम भी आसीथिले वाटर सैंपल काल सब टेस्ट कराई छी रेक्टल स्वाब भी किछि कलेक्शन कराई छी आज जहाँ मो खबर पाई जे आज आसबार थिला सीडीएम कलेक्टर सारंगर किंतु ए पर्यंत मु किछि कंफर्म न्यूज ना दीर्घ दिन पर पुणी फेरी डायरिया जहाँ कहवाकू जीवा कणास ब्लॉक रे जो गत किछि दिन पूर्वर हईजा अनेक लोक आक्रांत होई मृत्युवरण किछि लोक करथिले पुणी पुनर्बार किछि दिन पर पुणी से हईजा कणास ब्लॉक को फेरी तादरे अनेक लोक आक्रांत होई जहाँ मेडिकल रे चिकित्सित होतिबा अवस्था रे किछि अधिक आक्रांत को भुवनेश्वर कहतु पुरी बड़ मेडिकल कहतु से जगह को स्थानांतरित करा जायछि जहाँ किछि दिन पूर्वर सरकार मुंडबिंधा एवं साधारण जो स्थानीय प्रशासन मुंडबिंधार कारण पलटि आज पुणी से अवस्था देखा मिली स्थानीय प्रशासन जहाँ सकाळु देखा मिलता अनेक आशाकर्मी अंगनवाड़ी कर्मी एवं स्थानीय जो रही गोष्ठी स्वास्थ्य केन्द्र कणासर डाक्तर टीम माने घर घर बुली लोक मानक सचेतन कराइबा संगे संगे जहाँ ओआरएस कहतु कि अनेक किसी झाड़ा हो बांती हो ये जो औषध रही बंटन करते आम अनेक से जो आज जहाँ सरकार निर्देश क्रमे आज सरकारी कार्य अनुजाई आज पूरी जिलापाल महोदय गस्तर अच्छा जहाँ शुणा मिलता आज देखा भी अपेक्षा अच्छी देखा बाकी रहा कौन रही आज आसंता पूर्व प्रस्तुति पूर्व जहाँ परवर्ती मुहूर्त में जिलापाल महोदय कणास ग्रस्त करी देखा जी कौन घटना रही तार स्थिति अनुध्यान करेंगे ताहा देखा बाकी रहा पुरी जिला कणास मानस मार्था रिपोर्ट अक्षर लाइव ब्यूरो रिपोर्ट अक्षर लाइव।